ଗୋଟେ କଥା କହି ଶୁଣିବ। କୁହ। କରାଇବେନି ତ କହିବ ତ ମାଗୁଛି ଇଏ କରୁଛି କରୁଛି। ନାଇଁ ତମେ ତ ଏତେ କଥା କହିଲାଣି କୋଉ କଥା କାଳେ କରା ହବ ଥର ରହିକି। ନାଇଁ ମ ଇଏ କରୁଛି ଗୋଟେ ଫଟୋ ତ ଭାଇ ମୁହଁ ଦେଖିବନି ଖାଲି ବ୍ରା ସାଇଜ। ନାଇଁ ନାଇଁ ଫଟୋ ଗୋଟେ କଥା ହେଲା ନା ତମେ କହିଲେ କଣ ରୋମାଣ୍ଟିକ କଥା ହବା କଥା ହେଲି ନା ହେଲା ଯେ ଫଟୋ ତାକୁ ଏପଟେ ପୁରା ଅବସ୍ଥା ଢିଲା ହେଇଗଲା ନା ସେ କହୁଛି। ନାଇଁ 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 ପ୍ଲିଜ ଫଟୋ କଥା କୁହନି ଆଉ ଯାହା କହୁଛି କୁହ। ହଉ ଠିକ ଅଛି। ଆଉ ତମେ ଯେତେ ରୋମାଣ୍ଟିକ କଥା ହଉଛ କୁହ ମୁଁ କିଛି କହିବିନି କିନ୍ତୁ ଫଟୋ କଥା କହୁନି। ଭାଇଙ୍କ କେତେ ବଡ? ପ୍ରାୟ ମାନେ ଯେତେବେଳେ ମାନେ କହୁନ କଣ କହୁଛ ଖାଲି। ମାନେ ଭାଇଙ୍କର ଯେତେବେଳେ ମାନେ ମୁଡ୍ ନ ହେଇଥିବ ଭଲ ସାଧା ସିଧା ଥିବ ସେତେବେଳେ ଆଙ୍ଗୁଳି ଖଣ୍ଡେ ହବ ଆଉ। ଆଙ୍ଗୁଳି ଗୋଟେ ଆଙ୍ଗୁଳି ଯେତିକି ହବ ସେତିକି ଗୋଟେ ମାନେ ଗୋଟେ ଇଞ୍ଚ ନା କେତେଟେ କୋଉ ଆଙ୍ଗୁଳି? ମଝି ଆଙ୍ଗୁଳି ଯେଡ଼ିକି ସେଠି। ଓହୋ। ଆଉ ତାପରେ ଯେତେବେଳେ ତାଙ୍କର ମୁଡ୍ ହବ ସେଇ ଆଙ୍ଗୁଳିର ଦେଢ ଆଙ୍ଗୁଳି ହେଇଯିବ ଆଉ। ଦେଢ ଆଙ୍ଗୁଳି କି 2 ଆଙ୍ଗୁଳି ହେଇଯିବ। କାଟେନି କାଟେନି ତ ଶୁଭିଲାନି? କହିଲି କାଟେନି ତ? ନାଇଁ ପ୍ରଥମ ତ କାଟୁଥିଲା ନା ପିଲା ହେଇସାରିଲା ପରେ ଆଉ ଏତେ କାଟେନି। ଏବେ ମାନେ 2 ଦିନ 3 ଦିନ ଥରେ ହବ କାଟନ୍ତାନି ଯୋଉ ମାସରେ ଥରେ 15 ଦିନ ଥରେ ହେଲା ବେଳକୁ ଜଷ୍ଟ ଟିକେ ଟିକେ ଯେତେବେଳେ ଆରମ୍ଭ ହଉଛି କାଟୁଛି ତାପରେ ଆଉ କିଛି ନାହିଁ। ଓହୋ। ଆଉ କଣ କହ? ତମେ ସବୁ ଟ୍ରେନିଂ ନେଇଯାଉଛ ମୋ ପାଖରେ କେମିତି କଣ କରିବ ନ କରିବା। ନାଇଁ ଯୋଉ କୁହନ୍ତି ନା ଯୋଉ 30 ମିନିଟ୍ 15 ମିନିଟ୍ ଖଣ୍ଡେ ହେଲେ କରନ୍ତି। ଥରେ ତାଙ୍କ ଜୀବନରେ ଥରେ ମତେ କହିଲେ ନଈ ପଡ ନଈ ପଛ ପଟ ଯୋଉ କରିବନି ଓହୋ ମାରେ ସେଇଟା ଏଇଟା ଯୋଉ ଦେଖିନି ସେଇଟା ଯୋଉ ଭିଡିଓ ଦେଖେନି କି ସେମିତି କରନ୍ତୁ ଭଲ ଲାଗେ। ମତେ ସେ ଭିଡିଓ ଦେଖିବା ପାଇଁ ଭଲ ଲାଗେନି। ମତେ କୋଉ ଭିଡିଓ ଜାଣିଛ ନା ଭଲ ଲାଗେ ମାନେ ପୁରା ପିଓର ଦେଶୀ ମାନେ ଗୋଟେ ପୁଅ ଆସିବ ଗୋଟେ ଝିଅ ଆସିବ ପ୍ରଥମେ ସେ ଝିଅର ଡ୍ରେସ୍ ଖୋଲିବ ତାପରେ ତାକୁ କିସ୍ କରିବ ତାପରେ ସେମିତି କଥା କହୁଛି ନା କିସ୍ ପର୍ଯ୍ୟନ୍ତ ଦେଖିବି ତା ପଛେ ଆଉ ଦେଖିବି। ଆଉ ଯୋଉ ଗୋଟେ ବିଦେଶୀ ନା ଠିଆ ହେଇକି ବସିକି ମାରେ ମୁଁ ଯଦି ଧରିନିଅ ଧରିନିଅ ତମ ସ୍ୱାମୀ ହେଇଥାନ୍ତି କେମିତି କରିଥାନ୍ତି କହିଲ ତମକୁ? କେମିତି କହୁନ ଭାବ ଗୋଟେ। ମୁଁ କେମିତି କାହାକୁ ଦେଖେଇ ନଥାନ୍ତି only for ଶୋଇକି। ନାଇଁ ଶୋଇକି ତ କଦାପି ହେଇନଥିଲା। ଶୋଇକି ଗୋଡ ଉଠେଇଦେବି ବାସ୍ ତମର ଯେତେ ଇଚ୍ଛା ଯାହାର ଯେତେ ଇଚ୍ଛା କରିଦେଇକି ପଳା। ସେମିତି ମୁଡ୍ ହବ। ହବନି ନା କିଏ କହିଲା ହବନି? ତମେ ଯୋଉ ଖଟରେ ବସିଥିବ ମୁଁ ଯିବି କିସ୍ କରିବି କିସ୍ କରିବି ସେମିତି ତାପରେ ଚିପିବି ତାପରେ ତା ହାତ ମାରିବି ହାତ କୋଉଠି ମାରି କହିଲ କୋଉଠି ହାତ ମାରିବ ଉପରେ ନା କୋଉଠି? ତଳେ। ଆଚ୍ଛା ତାପରେ ତଳେ ହାତ ମାରିଲା ପରେ ତମେ ତ ନିହାତି ଇଏ ହବ ନା ତମର ତମେ ବି ଇଚ୍ଛା କରିବ। ଇଚ୍ଛା କରିବ ନାଇଁ କଣ ଇଚ୍ଛା କରିବନି ଏତେ ସବୁ କଲା ପରେ? ନା ହଁ ତମେ କହୁଛ ଏଇନା ଚିପିଲେ ତମର ଇଚ୍ଛା ହେଇଯାଏ। ହବ ନା ନିହାତି ନା ମୁଁ ସେମିତି କହିଦେଲି ଇଚ୍ଛା ହବନି ବୋଲି କିନ୍ତୁ ଇଚ୍ଛା ହବ। ଇଚ୍ଛା ହବ ନା ଆଉ। କଲା ତମ ନିଦ ଆସୁନି? ନିଦ କଣ କଥା ହେଲେ ନିଦ ଆସିବ। ମୋର ତ ଇଚ୍ଛା ହେଲାଣି ନା କରିବାକୁ। ଦେଖନି ବାହାରେ କେହି ବୁଲୁଛନ୍ତି ନା ନେଇ ଆସ ପଳେଇ ଆସ ଏଇଠି। କୋଉଟା କହୁନା ଡିସ୍ଚାର୍ଜ ଯାଅ ପଳେଇ ଆସୁନ ଏଇଠି ମୋ ପାଖକୁ।
ହେଲେ ଏବେ ଟିକେ ପାଖରେ ଥାନ୍ତା ତ ଏବେ ପଳାରେ। ଗୋଟେ ବ୍ଲାଙ୍କେଟ ତଳେ ମୋ ପୁଅ ମୁଁ 2 ଜଣ ଶୋଇଛୁ ନା ତମ ପଳେଇ ଆସିଲେ ଭଲ ହୁଅନ୍ତା। ଆଜି ଇଏ ନାହାନ୍ତି। ତମକୁ ଛିଡା ହେଇ କରିବି ପତରେ କହୁଛି। ଛିଡା ହେଲେ ପାଇଏନି। ମୋ ବା ମୋଟିଟେ। ମୋଟି ହେଲେ ତ ଆହୁରି ବହୁତ ମଜା ଲାଗିବ। ଗୋଡ ଉଠେଇକିନି କରୁଛ ଦେଖିଛ? ଏତେ କଣ ମୁଁ ଶୋଇ ପଡିବୁ କି ମୋ ଗୋଡ 2ଟା ଉଠେଇକି ନେଇକି ତାଙ୍କ କାନ୍ଧ ଉପରେ ରଖିଦେବେ ବାବା ରଖିଦେଇକି ସେ ସେମିତି 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 ନାଇଁ ସେମିତି ମଜା ସେମିତି ନା। ନୁହଁ ସେମିତି ନାଇଁ ମାନେ ତମେ ଛିଡା ହେଇଥିବ କାନ୍ଥକୁ ଧରିକି ଯାହା ଧରିକି ଛିଡା ହବ ଠିକ ଅଛି। ହୁଁ ତାପରେ ଗୋଟେ ଗୋଡ ତମ ତଳେ ରହିବ ଆଉ ଗୋଟେ ଗୋଡ ମୋ କାନ୍ଧ ଉପରେ ରହିବ। ମାରେ ଢେର କାଟିବ ସେମିତି କଷ୍ଟ ହବ। ସେଇ ତ ମଜା ନା। ମାରେ ଦେଖିଛୁ ନା ଝିଅ ଛୁଆଟା କୋଉ ଭଳିଆ ଚିଲ୍ଲାନ୍ତି ସେମିତି କଲେ। ସେମିତି କଲେ ଭଲ ଲାଗିବ। କଷ୍ଟ ସେମିତି। ସେମିତି କେବେ କରୁନ ଦେଖିବା। ମତେ ସେମିତି ମାନେ ମତେ ଆଗେ କଷ୍ଟ ହବ ମୁଁ ସେମିତି କେବେ କରେନି। ମୁଁ କହିଲି ମୁଁ ଶୋଇ ପଡିବି ନା ସେ ଆସିକି ମୋ ପାଖରେ ବସି ପଡିବେ ମୋ ଗୋଡ 2ଟାକୁ ଉଠେଇ ଲାଗି ତାଙ୍କ କାନ୍ଧ ଉପରକୁ ଉଠେଇକି ସେ ବସିକି ପଡିବେ। ତାଙ୍କୁ ସେମିତି ମଜା ଲାଗେ।